ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଆଜି ରଜ ସଂକ୍ରାନ୍ତି ଅବସରରେ ବର୍ତ୍ତମାନ ଭତ୍ତା ହିତାଧିକାରୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସିର ଖବର। ଆପଣମାନେ ସମସ୍ତେ ଜାଣିଥିବେ ଦୀର୍ଘ 3 ମାସ ଧରି ରାଜ୍ୟରେ ଯେଉଁ ଭତ୍ତା ସମସ୍ୟାଟି ରହିଛି ଏବଂ ସେହି ଭତ୍ତା ସମସ୍ୟାର ସମାଧାନ ବର୍ତ୍ତମାନ ସୁଦ୍ଧା ସଠିକ୍ ଭାବରେ ସମସ୍ତଙ୍କର ଆକାଉଣ୍ଟକୁ ଯାହାକି ଟଙ୍କା ଆସିପାରି ନାହିଁ। ଗତ 12 ତାରିଖ ଦିନ କିଛି ହିତାଧିକାରୀମାନଙ୍କ ଆକାଉଣ୍ଟକୁ ଯାହାକି 2000 ଟଙ୍କାର ସହାୟତା ରାଶି ବା 2 ମାସର ଭତ୍ତା ଟଙ୍କା ଆସିଥିଲା। ଯେଉଁମାନେ କି ବିଶେଷ କରି ଯଦି ଆମେ ଦେଖିବା କିଛି ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିଥିଲା ଏବଂ ସେମାନଙ୍କ ମଧ୍ୟରୁ 90% ହିତାଧିକାରୀ ଯେଉଁମାନେ ୱିଡୋୱ୍ ପେନ୍ସନ୍ ପାଉଛନ୍ତି ସେମାନଙ୍କ ଆକାଉଣ୍ଟକୁ ଯାହାକି 2 ମାସର 2000 ଟଙ୍କା ଭତ୍ତା ଟଙ୍କା ଆସିଥିଲା। ତେଣୁ ଆଜି ମଧ୍ୟ ଯାହାକି କିଛି ହିତାଧିକାରୀଙ୍କ ଆକାଉଣ୍ଟକୁ ଯାହାକି ଭତ୍ତା ଟଙ୍କା କ୍ରେଡିଟ୍ ହେଇଛି। ତ ଆସନ୍ତୁ ଆଜି ଯେଉଁ ଟଙ୍କାଟି କ୍ରେଡିଟ୍ ହେଇଛି ଏଥିରେ କେଉଁମାନେ ଟଙ୍କା ପାଇଛନ୍ତି ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ଏବଂ ଯଦି ଆପଣମାନେ ଫେସବୁକ୍ ବା ଇନଷ୍ଟାଗ୍ରାମରେ ଭିଡ଼ିଓଟି ଦେଖୁଛନ୍ତି ନିହାତି ଆମକୁ ଗୋଟେ ଫଲୋ କରିଦେବେ। ତ ଦେଖନ୍ତୁ ରାଜ୍ୟରେ ଯେଉଁ ଭତ୍ତା ସମସ୍ୟାଟି ରହିଛି ତ ଭତ୍ତା ସମସ୍ୟାର ସମାଧାନ ଉପରେ ରାଜ୍ୟ ସରକାରଙ୍କ ତରଫରୁ ଯାହାକି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ଯେଉଁ 10 ଲକ୍ଷ ହିତାଧିକାରୀ ମାନେ ନିଜ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଟଙ୍କା ପାଉଥିଲେ ସେମାନଙ୍କ ମଧ୍ୟରୁ 2 ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାହାକି 12 ତାରିଖ ପୂର୍ବରୁ ଟଙ୍କା ପଠାଯାଇଥିଲା ଏବଂ ସେ ସମୟରେ ମଧ୍ୟ ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଅପଡେଟ୍ ଦେଇଥିଲି। ବର୍ତ୍ତମାନ ଯେଉଁ ଟଙ୍କାଟି ଆପଣମାନଙ୍କର ଆସିଛି ଯେଉଁଥିରେ ଦେଖନ୍ତୁ ଯେଉଁମାନେ 3500 ଟଙ୍କା ଆକାଉଣ୍ଟରେ ପାଉଥିଲେ ଅର୍ଥାତ୍ ଯେଉଁମାନେ 80 ବର୍ଷରୁ ଉର୍ଦ୍ଧ୍ୱ ଅଛନ୍ତି ବା ଆପଣମାନଙ୍କର 80%ରୁ ଏଭବ୍ ଯେଉଁ ହ୍ୟାଣ୍ଡିକ୍ୟାପ୍ ମାନେ ରହିଛନ୍ତି ବା ବିକଳାଙ୍ଗ ଭତ୍ତା ଯେଉଁମାନେ ବ୍ୟାଙ୍କ ଆକାଉଣ୍ଟରେ ପାଉଛନ୍ତି ସେମାନଙ୍କ ଆକାଉଣ୍ଟକୁ ବର୍ତ୍ତମାନ 2 ମାସର ଆପଣମାନଙ୍କର 7000 ଟଙ୍କା ଆକାଉଣ୍ଟରେ କ୍ରେଡିଟ୍ ହେଇଛି। ଯାହାର ସ୍କ୍ରିନଶଟ୍ ମଧ୍ୟ ମୁଁ ଆପଣମାନଙ୍କୁ ଦେଖେଇବି କାରଣ ଯେଉଁ ସବୁ ଅପଡେଟ୍ ଆପଣମାନଙ୍କୁ ଦିଆଯାଉଛି ଏଇଟା ଆପଣମାନଙ୍କର ଜେନୁଇନ୍ ଅପଡେଟ୍, କୌଣସି ଫେକ୍ ଅପଡେଟ୍ ନୁହେଁ। କାରଣ ବହୁତ ସମୟରେ ଆପଣମାନେ ଜାଣିଥିବେ ଆପଣମାନଙ୍କୁ ବହୁତ ଜଣ ଯାହାକି ପ୍ରତ୍ୟେକ ଦିନ ଫେକ୍ ଅପଡେଟ୍ ଗୁଡ଼ିକ ସେୟାର କରୁଛନ୍ତି କିନ୍ତୁ ଯେତେବେଳେ ସ୍କ୍ରିନଶଟ୍ ଆସୁଛି ବା ଆମର ସବସ୍କ୍ରାଇବର ମାନଙ୍କର ଯେଉଁମାନଙ୍କର ଟଙ୍କା କ୍ରେଡିଟ୍ ହେଉଛି ସେ ସମୟରେ ଯେଉଁ ଅପଡେଟ୍ଟି ଆସୁଛି ତା ସହିତ ମୁଁ ଆପଣମାନଙ୍କୁ ଯାହାକି ଭିଡ଼ିଓ ମାଧ୍ୟମରେ ଜଣାଉଛି। ତେଣୁ ଦେଖନ୍ତୁ ଆଜି 4ଟା ପରେ ଆପଣମାନଙ୍କ ଆକାଉଣ୍ଟରେ ଟଙ୍କା କ୍ରେଡିଟ୍ ହେବାର ଆରମ୍ଭ ହୋଇସାରିଛି। ତେଣୁ ଯେଉଁମାନେ 3500 ଟଙ୍କା ଆକାଉଣ୍ଟରେ ପାଉଥିଲେ ସେମାନେ ବର୍ତ୍ତମାନ 7000 ଟଙ୍କା ନିଜ ଆକାଉଣ୍ଟରେ 2 ମାସର ବକେୟା ଭତ୍ତା ପାଇଛନ୍ତି। ଯାହାର ସ୍କ୍ରିନଶଟ୍ ମଧ୍ୟ ମୁଁ ଦେଖନ୍ତୁ ମୁଁ ଆପଣମାନଙ୍କ ସାମ୍ନାରେ ଲଗେଇ ଦେଉଛି। ଆଜି 4ଟା 22 ସମୟରେ ଯେଉଁଟାକି 7000 ଟଙ୍କା କ୍ରେଡିଟ୍ ହେଇଛି, 7000 ଅର୍ଥାତ୍ 3500 ଟଙ୍କା ଯେଉଁମାନଙ୍କର ମିଳୁଥିଲା ସେମାନଙ୍କ 2 ମାସର 7000 ଟଙ୍କା ଯେଉଁଟାକି ଆକାଉଣ୍ଟରେ କ୍ରେଡିଟ୍ ହେଇଛି। ତେଣୁ ଆପଣମାନଙ୍କ ପରିବାରରେ ଯଦି କିଏ ବି ଆପଣମାନଙ୍କର 3500 ଟଙ୍କା 80 ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଉଥିଲେ ବା ଆପଣମାନଙ୍କର 80%ରୁ ଯେଉଁମାନଙ୍କର ଏଭବ୍ ଅଛି ବିକଳାଙ୍ଗ ଭତ୍ତା ପାଉଥିଲେ ସେମାନେ ନିହାତି ନିଜ ନିଜର ବ୍ୟାଙ୍କ ଆକାଉଣ୍ଟ ଚେକ୍ କରନ୍ତୁ। ଏବଂ କିଛି ଲୋକ ମଧ୍ୟ ମୋତେ ମେସେଜ ମାଧ୍ୟମରେ ଜଣେଇଛନ୍ତି ଯେ ବର୍ତ୍ତମାନ 2000 ଟଙ୍କା ମଧ୍ୟ କିଛି ହିତାଧିକାରୀଙ୍କର ଯାହାକି କ୍ରେଡିଟ୍ ହେଇଛି। କିନ୍ତୁ ଏଇ ଅପଡେଟ୍ଟି ବର୍ତ୍ତମାନ ସୁଦ୍ଧା କୌଣସି ସ୍କ୍ରିନଶଟ୍ ବି ଅପଡେଟ୍ ଆସିନାହିଁ। ଯଦି ଅପଡେଟ୍ ଆସିଲା ମୁଁ ଆପଣମାନଙ୍କୁ ଜଣେଇଦେବି। କିନ୍ତୁ ଏ ଯେଉଁ 3500 ଟଙ୍କାର ସ୍କ୍ରିନଶଟ୍ ଦେଖନ୍ତୁ ଆପଣମାନଙ୍କ ସାମ୍ନାରେ ଲଗେଇ ଦେଇଛି। ତେଣୁ ଯେଉଁମାନେ 3500 ଟଙ୍କା ପାଉଥିଲେ ସେମାନେ ନିଜ ନିଜର ବ୍ୟାଙ୍କ ଆକାଉଣ୍ଟ ଚେକ୍ କରନ୍ତୁ। ଆଉ ବାକି ଯେଉଁ ହିତାଧିକାରୀ ମାନେ ରହିଛନ୍ତି ସେମାନଙ୍କୁ ମଧ୍ୟ ଖୁବ୍ ଜଲ୍ଦି ଆକାଉଣ୍ଟରେ ଟଙ୍କା କ୍ରେଡିଟ୍ ହେଇଯିବ। ଯଦି ଆଜି ଆଉ ଟଙ୍କା ଆସିଲା ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଅପଡେଟ୍ ଜଣାଇଦେବି। ଏବଂ ଏହି ଭିଡ଼ିଓଟି ଆପଣମାନେ ବହୁତ ମାତ୍ରାରେ ସେୟାର କରନ୍ତୁ ଯାହାଦ୍ୱାରା କି ସମସ୍ତଙ୍କ ପାଖରେ ଏହି ଅପଡେଟ୍ଟି ପହଞ୍ଚି ପାରିବ। ଧନ୍ୟବାଦ।